ସୁଭଦ୍ରା ଯୋଜନାରେ ସରକାର ଦେଲେ ବଡ଼ ଅପଡେଟ୍। ଯେଉଁ ଦିନଠାରୁ ଏହି ସୁଭଦ୍ରା ଯୋଜନା ଆରମ୍ଭ ହେଲା ସେହି ଦିନଠାରୁ ହିତାଧିକାରୀ ବହୁତ ହଇରାଣରେ ପଡ଼ୁଛନ୍ତି। ତ ଏହି ସୁଭଦ୍ରା ଯୋଜନା କେଉଁ ଦିନ ଆରମ୍ଭ ହେଲା ନା ସେପ୍ଟେମ୍ବର 17 ତାରିଖରେ ଏହି ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା। ତ ଦେଖନ୍ତୁ ସେହି ଦିନଠାରୁ ହିତାଧିକାରୀ ବହୁତ ହଇରାଣରେ ପଡ଼ୁଛନ୍ତି। କେତେକ ହିତାଧିକାରୀ ଟଙ୍କା ପାଇସାରିଲେଣି ଏବଂ କେତେକ ହିତାଧିକାରୀ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ସେମାନଙ୍କର କ'ଣ ଭୁଲ ଅଛି ନିଜେ ଜାଣିପାରୁନାହାନ୍ତି। କାହାର ଆଧାର ପ୍ରୋବ୍ଲେମ୍ ଅଛି ତ କାହାର ଆକାଉଣ୍ଟ ପ୍ରୋବ୍ଲେମ୍ ଅଛି, କାହାର ଡିବିଟି ପ୍ରୋବ୍ଲେମ୍ ଅଛି ତ ଆଉ କାହାର ଆଉ କ'ଣ ପ୍ରୋବ୍ଲେମ୍ ଅଛି। ସେମାନେ ଏପର୍ଯ୍ୟନ୍ତ ନିଜେ ଜାଣିପାରୁନାହାନ୍ତି ଏବଂ ଗୋଟିଏ କିସ୍ତି ମଧ୍ୟ ସେମାନେ ଏପର୍ଯ୍ୟନ୍ତ ପାଇପାରିନାହାନ୍ତି। ଏବଂ ଯେଉଁମାନେ ଅଯୋଗ୍ୟ ଅଛନ୍ତି ସେମାନେ ସୁଭଦ୍ରା କିସ୍ତି ପାଉଛନ୍ତି ଏବଂ ଯେଉଁମାନେ ପାଇବାକୁ ଯୋଗ୍ୟ ଅଟନ୍ତି ସେମାନେ ଏପର୍ଯ୍ୟନ୍ତ ଗୋଟିଏ କିସ୍ତି ମଧ୍ୟ ପାଇପାରିନାହାନ୍ତି। ତ ସରକାର ସେମାନଙ୍କ ପାଇଁ ବଡ଼ ଅପଡେଟ୍ ଦେଇଛନ୍ତି। ଆଗକୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ ଏବଂ ଏହି ଭିଡ଼ିଓଟି ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ହଜାର ହଜାର ହିତାଧିକାରୀ, ଲକ୍ଷ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ ସୁଭଦ୍ରାର ଗୋଟିଏ କିସ୍ତି ମଧ୍ୟ ପାଇନାହାନ୍ତି। ସେମାନଙ୍କର କ'ଣ ଭୁଲ ଅଛି ସେମାନେ ନିଜେ ବି ଜାଣିପାରୁନାହାନ୍ତି। ମଝିରେ ଥରେ ଅପଡେଟ୍ ଆସିଥିଲା ଯେ ସମସ୍ତ ଅଫିସରମାନେ ଘର ଘର ବୁଲି ସର୍ଭେ କରିବେ ଏବଂ ହିତାଧିକାରୀଙ୍କର କ'ଣ ତ୍ରୁଟି ଅଛି ସେମାନଙ୍କର ଭୁଲ ସୁଧାରିବେ ବୋଲି ଅପଡେଟ୍ ଆସିଥିଲା। ତ ଆମ ଗାଁକୁ ତ ଆସିନାହିଁ କୌଣସି ଅଫିସର ଏବଂ ସର୍ଭେ କରିନାହିଁ। ଆପଣମାନଙ୍କର ଗାଁକୁ ଯଦି ସର୍ଭେ କରିବା ପାଇଁ ଯାଇଥିଲେ ତାହେଲେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ ଏବଂ ମୁଁ ଠିକ୍ କହୁଛି ନା ଭୁଲ କହୁଛି ଆପଣମାନେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ। ତାପରେ କିଛି ଦିନ ହେବ ପୁଣି ଗୋଟିଏ ଅପଡେଟ୍ ଆସିଥିଲା ଯେ ସୁଭଦ୍ରା ଯୋଜନାରେ ପୁଣି ଆବେଦନ କରିପାରିବେ ହିତାଧିକାରୀ। ତ ଦେଖନ୍ତୁ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ଅଗଷ୍ଟ 9 ତାରିଖରେ ପୁଣି ଆବେଦନ କରିପାରିବେ ବୋଲି ସରକାର ବଡ଼ ଅପଡେଟ୍ ଦେଇଥିଲେ। ତ କାହିଁ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ପୋର୍ଟାଲ ମଧ୍ୟ ଖୋଲିନାହିଁ ଏବଂ କୌଣସି ହିତାଧିକାରୀ ଏପର୍ଯ୍ୟନ୍ତ ଆବେଦନ କରିପାରିନାହାନ୍ତି। ଏହିପରି ଖବର ସରକାର କ'ଣ ପାଇଁ ଦିଅନ୍ତି ତ ଆପଣମାନେ ଜାଣିପାରୁଥିବେ। ଯେଉଁ ଖବରଟି ସରକାର ଦେଉଛନ୍ତି ତାହା କେତେକ କାର୍ଯ୍ୟକାରୀ ହେଉଛି ତ କେତେକ କାର୍ଯ୍ୟକାରୀ ଏପର୍ଯ୍ୟନ୍ତ ହୋଇପାରୁନାହିଁ। ତେଣୁ ସରକାରଙ୍କୁ ମୁଁ ଏତିକି କହିବି ଯେ ଯେଉଁ ଯୋଜନାଟି ଆମମାନଙ୍କୁ ଦେଉଛନ୍ତି ଆପଣ ଯୋଗ୍ୟ ହିତାଧିକାରୀଙ୍କୁ ଦିଅନ୍ତୁ, ଅଯୋଗ୍ୟ ହିତାଧିକାରୀଙ୍କୁ ଦିଅନ୍ତୁ ନାହିଁ। ଏବଂ ଏହି ସୁଭଦ୍ରା ଯୋଜନାରେ ଯେଉଁମାନେ ଅଯୋଗ୍ୟ ଅଟନ୍ତି ସେମାନଙ୍କୁ ଶୀଘ୍ର ଖୋଜାଯାଉ ଏବଂ ସେମାନଙ୍କର ତଥ୍ୟକୁ ସଂଗ୍ରହ କରନ୍ତୁ ଏବଂ ଶୀଘ୍ର ସେମାନଙ୍କୁ ସୁଭଦ୍ରା ଟଙ୍କା ଦିଅନ୍ତୁ ନାହିଁ। ଏବଂ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ଶୀଘ୍ର ଏହି ସୁଭଦ୍ରା ଯୋଜନା ଦିଆଯାଉ ଏବଂ ଯେତୋଟି କିସ୍ତି ଆପଣମାନେ ଦେଇନାହାନ୍ତି ସେମାନଙ୍କର ତଥ୍ୟ ଠିକ୍ ହେଲା ପରେ ସେହି କିସ୍ତି ଗୁଡ଼ାକ ଶୀଘ୍ର ଦିଆଯାଉ ଏବଂ ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟେକ ଗାଁକୁ ବୁଲି ସର୍ଭେ କରାଯାଉ। ପ୍ରତ୍ୟେକ ଅଫିସରମାନେ ଗାଁରେ ବୁଲି ସର୍ଭେ କରନ୍ତୁ ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସୁଭଦ୍ରା ଟଙ୍କା ଦିଆଯାଉ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଖୋଜାଯାଉ ଏବଂ ସେମାନଙ୍କୁ ଏହି ସୁଭଦ୍ରା ଟଙ୍କା କାଟି ଦିଅନ୍ତୁ। ତ ସରକାର ସେହି ବଡ଼ ଅପଡେଟ୍ଟି ଦେଇଛନ୍ତି। ସେହି ବଡ଼ ଅପଡେଟ୍ଟି କ'ଣ ରହିଛି ଆଜିର ଭିଡ଼ିଓରେ ମୁଁ ଆଲୋଚନା କରିବି ଏବଂ ସମାଜ ପେପରରେ ମଧ୍ୟ ପ୍ରକାଶ ପାଇଛି। ସେହି ଖବରଟି କ'ଣ ଆସିଛି ଆସନ୍ତୁ ଜାଣିବା। ରାଜ୍ୟ ସରକାରଙ୍କ ଆକାଂକ୍ଷୀ ଯୋଜନା ସୁଭଦ୍ରାରେ ଲକ୍ଷାଧିକ ଅଯୋଗ୍ୟ ଚତୁରତାର ସହିତ ସାମିଲ ହୋଇଛନ୍ତି। ଏହି ଯୋଜନାରେ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ନଥିବା ଅଭିଯୋଗ ମଧ୍ୟ ହେଉଛି।
ସରକାର ଏବେ ସଚେତନ ହୋଇଛନ୍ତି, ଅଯୋଗ୍ୟକୁ ବାଦ୍ ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗକୁ ମହିଳା ଏବଂ ଶିଶୁ ମହିଳା ବିଭାଗର ଚିଠି ଲେଖିଛନ୍ତି। ଦେଖନ୍ତୁ ଆଜ୍ଞା, ରାଜ୍ୟ ସରକାରଙ୍କ ଆକାଂକ୍ଷୀ ଯୋଜନା ସୁଭଦ୍ରାରେ ଲକ୍ଷାଧିକ ଅଯୋଗ୍ୟ ଚତୁରତାର ସହିତ ସାମିଲ ହୋଇଛନ୍ତି ଏବଂ ସେମାନେ ସୁଭଦ୍ରା ଟଙ୍କା ପାଉଛନ୍ତି। ଏହି ଯୋଜନାରେ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ନଥିବା ଅଭିଯୋଗ ମଧ୍ୟ ହେଉଛି। ସରକାର ଏବେ ସଚେତନ ହୋଇଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉ, ସେମାନଙ୍କୁ ଟଙ୍କା ଦିଅନ୍ତୁ ନାହିଁ ଏବଂ ଅଯୋଗ୍ୟକୁ ବାଦ୍ ଦେବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗକୁ ମହିଳା ଏବଂ ଶିଶୁ ମହିଳା ବିଭାଗର ଚିଠି ଲେଖିଛି। ତାପରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଗତ ବର୍ଷ ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏବେ ଏହି ଯୋଜନା ମାଧ୍ୟମରେ କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀ 3ଟି କିସ୍ତିରେ 15,000 ଟଙ୍କା ଲେଖାଏଁ ପାଇସାରିଛନ୍ତି। ଦେଖନ୍ତୁ ଆଜ୍ଞା, ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାରେ 3ଟି କିସ୍ତି ପ୍ରଦାନ କରିସାରିଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଗତ ବର୍ଷ ସେପ୍ଟେମ୍ବର 17 ତାରିଖରେ ଏହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ତ ଏହି ଯୋଜନା ମାଧ୍ୟମରେ କୋଟିଏରୁ ଉର୍ଦ୍ଧ୍ୱ ହିତାଧିକାରୀ 3ଟି କିସ୍ତିରେ 15,000 ଟଙ୍କା ଲେଖାଏଁ ପାଇସାରିଛନ୍ତି। ଅନେକ ଅଭିଯୋଗ ଆସିଛି ଯେ ଚତୁରତାର ସହିତ ଅନେକ ମହିଳା ସୁଭଦ୍ରାରେ ସାମିଲ ହୋଇଛନ୍ତି। କ୍ଷୋଭର କଥା ଯେ ଆହୁରି ଲକ୍ଷାଧିକ ମହିଳା ଅଛନ୍ତି ଯେଉଁମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କୁ ଗୁହାରି କରୁଛନ୍ତି। ସରକାରୀ ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ଦେଖନ୍ତୁ ଆଜ୍ଞା, ମୁଁ ଆପଣମାନଙ୍କୁ ଭିଡ଼ିଓ ପ୍ରଥମରେ କହିଥିଲି ଯେ ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ଏବଂ ଟଙ୍କା ପାଉଛନ୍ତି ଏବଂ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଏପର୍ଯ୍ୟନ୍ତ ଏହି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ତାପରେ ରାଜ୍ୟ ସରକାର 4 ଚକିଆ ଥିବା ଯୋଗୁଁ କାଟିଥିବା ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନୋଟିସ୍ ଜାରି କରିଛନ୍ତି। ଦେଖନ୍ତୁ ଆଜ୍ଞା, ଯେଉଁମାନଙ୍କର 4 ଚକିଆ ଅଛି ସେମାନେ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନୋଟିସ୍ ଜାରି କରିଛନ୍ତି। ବାହନ ଡାଟାବେସ୍ରୁ 4 ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ସହ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତ ହିତାଧିକାରୀଙ୍କ ତଥ୍ୟ ମିଳେଇ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଦେଖନ୍ତୁ ଆଜ୍ଞା, ଯେଉଁମାନେ ମୃତ ହୋଇଛନ୍ତି ସେମାନଙ୍କ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସୁଛି, ସେମାନଙ୍କର ତଥ୍ୟ ଶୀଘ୍ର ଦେବାକୁ ନିର୍ଦ୍ଦେଶ ହୋଇଛି। ତାପରେ ଖାଦ୍ୟ ଯୋଗାଣ ବିଭାଗକୁ ମଧ୍ୟ ମୃତ ହିତାଧିକାରୀ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଖାଦ୍ୟ ଯୋଗାଣ ବିଭାଗରେ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ କରି ଦେବାକୁ ନିର୍ଦ୍ଦେଶ ହୋଇଛି। ଦେଖନ୍ତୁ ଆଜ୍ଞା, ଆଉ ଗୋଟିଏ କଥା ଆପଣମାନଙ୍କୁ କହୁଛି, ଖାଦ୍ୟ ସହ ଯୋଗାଣ ବିଭାଗରେ ପଞ୍ଜୀକରଣ କରି ଧାନ ଯେଉଁମାନେ ବିକୁଛନ୍ତି, ମନେ କରନ୍ତୁ 5 ଏକରର ଆପଣମାନେ ଧାନ ବିକ୍ରି କରୁଛନ୍ତି, ସେହି 5 ଏକରର ଧାନ ସେହି ଆପଣଙ୍କ ଖାତାରେ ଥିବା ଆବଶ୍ୟକ। ଯଦି ଅଧିକ ହୋଇଛି ତାହା କ'ଣ କରାଯିବାକୁ ନିର୍ଦ୍ଦେଶ ହୋଇଛି ଏପର୍ଯ୍ୟନ୍ତ ଜାରି ହୋଇନାହିଁ। ତ ସରକାର ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ କରି ଦେବାକୁ ନିର୍ଦ୍ଦେଶ ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ତ ଆପଣମାନେ ଜାଣିପାରିଲେ କ'ଣ ସବୁ ସରକାର ଅପଡେଟ୍ ଦେଇଛନ୍ତି। ନିଶ୍ଚୟ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।